ପ୍ରଭୁଙ୍କର ଶୁଣୁଥିବା। Praise the Lord. Welcome to Santosh Naik, Pastor Santosh Naik. Praise the Lord. ମୋର ଆବାଜ ଆପଣ ମାନଙ୍କୁ ସମସ୍ତଙ୍କୁ ପହଞ୍ଚି ପାରୁଛି? ପ୍ରଭୁଙ୍କ ନାମ ଧନ୍ୟବାଦ ଦିଏ। ପ୍ରଭୁ ସୁନ୍ଦର ପ୍ରଭାତ ଦେଇଥିବାରୁ ଆଉ ପ୍ରଭୁ ଲୋକମାନଙ୍କୁ ଦେଖେଇଥିବାରୁ ମୁଁ ପ୍ରଭୁକୁ ଧନ୍ୟବାଦ ଦିଏ। ଗୁଡ୍ ମର୍ଣ୍ଣିଂ ହଲି ସ୍ପିରିଟ ମିନିଷ୍ଟ୍ରିକୁ ମୁଁ ଆନ୍ତରିକ ପ୍ରେଜ୍ ଦ ଲର୍ଡ ନମସ୍କାର ଜଣାଏ। ମୋର ଆତ୍ମିକ ପିତାକୁ ବି ମୋର ଆନ୍ତରିକ ପ୍ରେଜ୍ ଦ ଲର୍ଡ ନମସ୍କାର ଜଣାଏ। ପ୍ରେଜ୍ ଦ ଲର୍ଡ। ଆଉ ଯେତେ ଜଣ ଡିଭାଇଜରେ ଅଛନ୍ତି ପାଳକ ପାଳିକା ମାନେ ଭାଇ ଆଉ ଭଉଣୀ ମାନେ ସମସ୍ତଙ୍କୁ ମୋର ଆନ୍ତରିକ ଆଉଥରେ ପୁନର୍ବାର ପ୍ରେଜ୍ ଦ ଲର୍ଡ ନମସ୍କାର ଜଣାଏ। ପରମେଶ୍ୱର ଆମମାନଙ୍କୁ ସୁନ୍ଦର ପ୍ରଭାତ ଦେଇଥିବାରୁ ପ୍ରଭୁକୁ ଧନ୍ୟବାଦ ଦିଏ। କାହିଁକି ପ୍ରଭାତ ଆଜି ଅନେକ ଲୋକ ଦେଖୁନାହାନ୍ତି। ଏ ପ୍ରଭାତ ଆଜି ଅନେକ ଲୋକ ଆଜି ଜଗତ ଛାଡିକି ଚାଲି ଯାଇଛନ୍ତି। କିନ୍ତୁ ପ୍ରଭାତ ପ୍ରଭୁ ଆମମାନଙ୍କୁ ଦେଇଥିବାରୁ ସେଥିପାଇଁ ଧନ୍ୟବାଦ ଦିଏ। ସେଥିପାଇଁ ଲେଖାଯାଏ ଗୁଡ୍ ମର୍ଣ୍ଣିଂ ହୋଲି ସ୍ପିରିଟ। ପ୍ରଭୁ ଯଦି ଆମ ପାଖରେ ଯଦି ନାହାନ୍ତି, ଯଦି ପ୍ରଭୁ ଯଦି ଆମ ପାଖରେ ନ ରହିବେ, ଆମର ଜୀବନ ଆଜି ବହୁତ ବିପଦର ଅଟେ। ପ୍ରଭୁକୁ ଧନ୍ୟବାଦ ଦିଏ। ଆଉ ସମସ୍ତଙ୍କୁ ବି ମୁଁ ହୃଦୟରୁ ସମସ୍ତଙ୍କୁ ବି ପୁନର୍ବାର ଧନ୍ୟବାଦ ଦିଏ। ଆଉ ମୋ ନାଁ ଆପଣ ସାର୍ ତ ଏକ୍ସପ୍ଲେନ କରିଲେ, ଆଉ ମୁଁ ପୁନର୍ବାର ଆଉଥରେ ଆପଣଙ୍କୁ କହିଦେବାକୁ ଚାହେଁ। ମୋ ନାଁ ପାଷ୍ଟର ସନ୍ତୋଷ କୁମାର ନାୟକ। ଆଉ ଛତରପୁର, ଗଞ୍ଜାମ ଛତରପୁରରେ ମୁଁ ସେବା କାର୍ଯ୍ୟ କରେ। ଆଉ ପ୍ରଭୁ ମୋ ଲାଗି ପ୍ରାର୍ଥନା କରନ୍ତୁ, ଯେମିତି ମୁଁ ବିଶ୍ୱସ୍ତ ଭାବରେ ଛତରପୁର ଆଉ ଠାରେ ମୁଁ ସେବା କରିପାରିବି। ଆଉ ବିଶେଷ କରି ମୋର ପରିବାର ଲାଗି ପ୍ରାର୍ଥନା କରନ୍ତୁ। Praise the Lord। ଆସନ୍ତୁ ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଯିବା। ଯଦି ହେଇପାରୁଛନ୍ତି, ଆଉ କେତେ ଜଣ ଯଦି ଭିଡିଓ ଅନ୍ କରୁନାହାନ୍ତି ତ ହେଇପାରୁଛି, ଯଦି କମ୍ଫର୍ଟ ଜୋନରେ ଯଦି ଅଛନ୍ତି ଆପଣ ମାନେ ସମସ୍ତେ ଭିଡିଓକୁ ଅନ୍ କରନ୍ତୁ। ଯଦି କମ୍ଫର୍ଟ ଜୋନରେ ନାହିଁ ତ ନ ପ୍ରୋବ୍ଲେମ, ଯଦି ଅଛନ୍ତି ସମସ୍ତେ ଟିକେ ଅନ୍ କରିବା। ଆସନ୍ତୁ ମୋ ସଙ୍ଗରେ ଆଜି ଖୋଲନ୍ତୁ ଯେଶାୟା ପୁସ୍ତକ 40:31। ଯେଶାୟା ପୁସ୍ତକ 40:31 ଟିକେ ମତେ ଟିକେ ପାଠ କରିକି ଟିକେ ସାହାଯ୍ୟ କରିବେ। କିଏ ଭାଇ ଅବା କିଏ ଭଉଣୀ ମାତ୍ର ଯଦି ଯେଉଁମାନେ ଅଛନ୍ତି। ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ। ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। Praise the Lord। ପରମେଶ୍ୱରଙ୍କ ବାକ୍ୟ କହେ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କୁ ଯୋଉମାନେ ଅପେକ୍ଷା କରନ୍ତି, ପ୍ରଭୁଙ୍କୁ ଯୋଉମାନେ ଅପେକ୍ଷା କରିକି ଡାକନ୍ତି, ପ୍ରଭୁ ସେମାନଙ୍କୁ ନୂଆ ନୂଆ ବଳ ଦେବେ। Praise the Lord। ଆଜି ଆମମାନେ ଅପେକ୍ଷା କରୁଥାଉ ସତ କଥା, କିନ୍ତୁ ଆଜି ଅପେକ୍ଷା ହେଲା ଆମେ ଟ୍ରେନକୁ କରିଥାଉ, ଅବା ବସକୁ କରିଥାଉ, ଅବା ଫ୍ଲାଇଟକୁ କରିଥାଉ। ମା ମାନେ ଛୁଆ ମାନଙ୍କୁ ସ୍କୁଲ ଯାଇଛନ୍ତି କହିକି କେତେବେଳେ ଆସିବେ ସେମାନେ ଅପେକ୍ଷା କରନ୍ତି। ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ଅପେକ୍ଷା କରନ୍ତି, କେତେବେଳେ ମୋର ହଜବେଣ୍ଡ ଅବା ସ୍ୱାମୀ ଆସିବେ, ଅପେକ୍ଷାରେ ଥାଉ। କିନ୍ତୁ ଯୋଉମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। Praise the Lord। ପରମେଶ୍ୱରଙ୍କ ବାକ୍ୟ କୁହେ, ଯୋଉମାନେ ସଦାପ୍ରଭୁଙ୍କୁ ଅପେକ୍ଷା କରନ୍ତି, ସାନ ହଉ ବା କିଏ ବଡ ହଉ, ଯୋଉମାନେ ତାଙ୍କ ଠାରେ ବସିକି ଅପେକ୍ଷା କରନ୍ତି ସେମାନେ ନୂଆ 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 ବଳ ପାଇବେ। ନାଇଁ କି? ଯୋଉ ବଳ ଆଜି ଦେଇଛନ୍ତି ପ୍ରଭୁ ଆଉ କାଲି କିଛି ଦେବେ ନାହିଁ। ପ୍ରଭୁ ଆପଣଙ୍କୁ ନୂଆ ନୂଆ ବଳ ଦେବେ। Praise the Lord। ମୋର ପରମେଶ୍ୱର ନୂଆ ନୂଆ ବଳ ଦେବା ପରମେଶ୍ୱର ଅଟନ୍ତି। ଆପଣ ନୂଆ ନୂଆ ଫୋନ କିଣୁଛନ୍ତି, ନୂଆ ନୂଆ ଗାଡି କିଣୁଛନ୍ତି, ନୂଆ ନୂଆ ଯାହା କିଛି କିଣୁଛନ୍ତି, କିନ୍ତୁ ପ୍ରଭୁ ଯେତେବେଳେ ଆପଣଙ୍କୁ ବଳ ଦେବେ ସେ ଆପଣଙ୍କୁ ଭଙ୍ଗା ରୁଜା ଅବା ପୁଣା ଦେବେ ନାହିଁ। କିନ୍ତୁ ପରମେଶ୍ୱର ଯେତେବେଳେ ଆପଣଙ୍କୁ ବଳ ଦେବେ ସେ ନୂଆ ନୂଆ ବଳ ଦେବେ। Praise the Lord। ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ବଳ ଦିଅନ୍ତି।
ଏ ରାତି 4ଟା ଅଧରେ କାହିଁକି ଆମେ ପ୍ରଭୁଙ୍କ ନିକଟରେ ବସୁଛୁ? ଆଜି ଅନେକ ଲୋକ ତ ଶୋଉଛନ୍ତି ଘୁଙ୍ଗୁଡି କରିକି, ନାଇଁ କି? କାହିଁକି ଆମେ ପ୍ରଭୁଙ୍କ ସାନ୍ନିଧ୍ୟରେ ବସୁଛୁ? ଆମେ ପ୍ରଭୁଙ୍କ ଠାରେ ଆମେ କାହିଁକି ବସୁଛୁ? ନାଇଁ, ପ୍ରଭୁ ଆମମାନଙ୍କୁ ବଳ ଦେବେ। ଆଜ୍ଞା, ହଲିସ୍ ପିଇଲେ ବଳ ମିଳିବ ନାହିଁ, ଗ୍ଲୁକୋଜ ପିଇଲେ ବଳ ମିଳିବ ନାହିଁ। ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କ ଠାରେ ଯୋଉମାନେ ଅପେକ୍ଷା କରନ୍ତି, ପ୍ରଭୁ ସେମାନଙ୍କୁ ନୂଆ ନୂଆ ବଳ ଦେବେ। ଆଜ୍ଞା, ଗ୍ଲୁକୋଜ ପିଇଲେ ଖାଲି ଚିନି ଯାକ ସୁଗର ମିଳିବ, ହଲିସ୍ ପିଇଲେ ସେଟା ବି ଚିନି ଗୁଡାକ, ତାଇରେ ସୁଗର ହିଁ ସୁଗର ମିଳିବ। କିନ୍ତୁ ଯୋଉମାନେ ଅପେକ୍ଷା କରନ୍ତି ତାଇରେ ସୁଗର ମିଳିବ ନାହିଁ। ଆଜ୍ଞା, ପ୍ରଭୁ ବଳ ଦେବେ। ପ୍ରଭୁ ଆପଣଙ୍କୁ ବଳ ଦେବେ, ଯୋଉ ବଳ ଜଗତ ଚିହ୍ନି ପାରିବ ନାହିଁ, ସେଇ ବଳ ପ୍ରଭୁ ଆପଣଙ୍କୁ ଦେବେ। ଅପେକ୍ଷା ବସ୍ କୁ କରିଥାଉ, ଟ୍ରେନ କୁ କରିଥାଉ, ଫ୍ଲାଇଟ କୁ କରିଥାଉ, ସେମାନେ ଆପଣଙ୍କୁ ବଳ ଦେବେ ନାହିଁ। ଆଜି ଆମର ଝିଅ ମାନେ, ଆମର ପୁଅ ମାନେ କଲେଜ ପାଖରେ ଯାଇକି ଅପେକ୍ଷା କରୁଥିବେ, ଝିଅକୁ ବଳ ମିଳିବ। ଯୋଉମାନେ ସଦା ପ୍ରଭୁଙ୍କ ଠାରେ ଅପେକ୍ଷା କରନ୍ତି, ପ୍ରଭୁ ସେମାନଙ୍କୁ ବଳ ଦେବେ। ବଳ କେମିତି ଦେବେ? ସାମସନ ଭଳିଆ ପ୍ରଭୁ ବଳ ଦେବେ। ସେଟା ଦେବେ କି? ନାଇଁ, ସାମସନ ଭଳିଆ ବଳ ଦେଲେ ବହୁତ ଆମର ଯୁବା ଭାଇ ମାନଙ୍କୁ ବହୁତ ପ୍ରୋବ୍ଲେମ ହେଇଯିବ। କିନ୍ତୁ ପ୍ରଭୁଙ୍କ ଠାରୁ ବଳ ମାଗିବାକୁ ଅଛି। ସେଦିନ ପେଣ୍ଟିକୋସ୍ତ ଦିବସରେ ତାଙ୍କର ଶିଷ୍ୟ ମାନେ ଅପେକ୍ଷା କରିକି ପ୍ରାର୍ଥନା କରିଲେ, ଅପେକ୍ଷା କରିକି ଅର୍ତ୍ତନାଦ କରୁଥିଲା ସମୟରେ, ପବିତ୍ର ଆତ୍ମା ଓହ୍ଲେଇ ଆସିଲା ସମୟରେ ସେମାନେ କଣ କହିଲେ? ଯିବା ଗୁଡିକ କଣ ପାଇଗଲା? ଅଗ୍ନି ସ୍ୱରୂପ ହେଇଗଲା। ଅପେକ୍ଷା କଲା ସମୟରେ ପବିତ୍ର ଆତ୍ମା ଯେତେବେଳେ ଏମାନଙ୍କ ଉପରେ ଅବତରଣ କଲେ, ଏମାନେ ଅନ୍ୟ ଅନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ଅନ୍ୟ ଅନ୍ୟ ଭାଷାରେ ଏମାନେ କଣ କଲେ? ପ୍ରଭୁଙ୍କୁ ମହିମା କରିବାକୁ ଲାଗିଲେ। ପବିତ୍ର ଆତ୍ମା ଏମାନେ ଯିବା ଗୁଡିକ କଣ କଲେ? ବଶ କଲେ। ସେମାନଙ୍କର ଜୀବନ ଆଜି ବଦଳିଗଲା। ଆଜି ଯୋଉମାନେ ପ୍ରଭୁଙ୍କୁ ଅପେକ୍ଷା କରନ୍ତି, ଦୁଃଖ ଆସୁ, କଷ୍ଟ ଆସୁ, ଝଡ ଆସୁ, ମୋର ପ୍ରିୟ ଲୋକମାନେ, ଯଦି ଆମେ ପ୍ରଭୁଙ୍କୁ ଯଦି ଅପେକ୍ଷା କରିବା, ପ୍ରଭୁ ଆମମାନଙ୍କୁ ବଳ ଦେବେ। ଆମର ଅପେକ୍ଷା ବ୍ୟଥା ଯିବ ନାହିଁ, ଆମର ଅପେକ୍ଷା ନଷ୍ଟ ହବ ନାହିଁ। ମୁଁ ଯାହାକୁ ଅପେକ୍ଷା କରୁଛି ସେ ଅଧା ପ୍ରଭୁ ନାହାନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ସେ ଅଧା ପ୍ରଭୁ ନାହାନ୍ତି, ସେ ସଦା ପ୍ରଭୁ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ମୁଁ ଯାହାକୁ ଅପେକ୍ଷା କରୁଛି ସେ ପିଠିରେ ଦେଖେଇବା ପରମେଶ୍ୱର ନୁହନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ସେ ମୁଖ ବନ୍ଦ କରିବା ପରମେଶ୍ୱର ନୁହନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ମୋର କଥା ଶୁଣିବା ପରମେଶ୍ୱର ନୁହନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ମୋର କଥା ଶୁଣି ଲର୍ଡ, ମୁଁ ଯାହାକୁ ଅପେକ୍ଷା କରୁଛି ସେଇ ପରମେଶ୍ୱର ମୋର କଥାକୁ ସେ ଶୁଣନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ସେ ମୋ ମନର କଥା ଜାଣନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ମୋର ବେଦନାକୁ ସେ ଜାଣନ୍ତି। ମୁଁ ଯାହାକୁ ଅପେକ୍ଷା କରୁଛି ସେ ମୋ ଠାରୁ ଦୂରକୁ ଯାଉନାହାନ୍ତି, ମୋର ପାଖ ପାଖେ ରହୁଛନ୍ତି। ମୁଁ ତାକୁ ଅପେକ୍ଷା କରୁଛି ଯେ ସଦା ପ୍ରଭୁ ଅଟେ। ପ୍ରେଜ୍ ଦ ଲର୍ଡ। ଆଜି ଆମେ ଅପେକ୍ଷା କେମିତି ଅଛି, ନାଇଁ କି? ଆମର ଅପେକ୍ଷା ଆଜି କୋଉ ଭଳି ଅଛି? ଆମର ଅପେକ୍ଷା ଆଜି ଆମେ ପ୍ରଭୁଙ୍କ ଠାରେ କେମିତି କନେକ୍ଟ ଅଛି? ପ୍ରଭୁ ସେଟା ଚାହାନ୍ତି। ପ୍ରଭୁ କହିଲେ ତମେ ମୋର ନିକଟବର୍ତ୍ତୀ ହୁଅ, ମୁଁ ତମର ନିକଟବର୍ତ୍ତୀ ହେବି। ଆମେ ପ୍ରଭୁଙ୍କ ଠାରୁ ଅପେକ୍ଷା କରିବାକୁ ଅଛି। ପ୍ରଭୁ ଟିକେ ବିପଦ ଆସିଲେ ପ୍ରଭୁ ମୋର ପ୍ରାର୍ଥନା ଶୁଣୁନାହାନ୍ତି। ଟିକେ ଝଡ ଆସିଲେ ପ୍ରଭୁ ମୋର ପ୍ରାର୍ଥନା ଶୁଣୁନାହାନ୍ତି। ଏତେ ଲୋନ ରେ ବାକି ହେଇଛି ଯେ ପ୍ରଭୁ ଲୋନ କେମିତି ସୁଝିବି? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଲୋନ କୁ କେମିତି ସୁଝିବି ପ୍ରଭୁ? ତା ପ୍ରଭୁକୁ ପଚରା ଲୋନ ନେଉନଥିବେ, ତାର ଆଗରୁ ଲୋନ ନେଇ ଯାଇଥିବେ, ଗ୍ରୁପ ଲୋନ, ନାଇଁ କି? ହାଲେଲୁୟା। ପ୍ରଭୁଙ୍କ ଠାରୁ ଯୋଉମାନେ ଅପେକ୍ଷା କରନ୍ତି, ପ୍ରଭୁ ସେମାନଙ୍କୁ ନୂଆ ନୂଆ ବଳ ଦେବେ। ଆମର ଭାଇ ମାନେ ଜିମ୍ କୁ ଯିବେ, ନାଇଁ କି? ଜିମ୍ କୁ ଯାଇକି ଟେକି ହେବେ, କିନ୍ତୁ ଏମିତି ପୁଣି ଜିମ୍ କୁ ଯାଇକି ଡମ୍ବଲ ଟେକି ହେବେ, ବାଇସେପ ଟେକି ହେବେ। କୁଆଡେ ବଳ ମିଳିବ ଆଜ୍ଞା?
ପ୍ରଭୁଙ୍କଠାରେ ଯୋଉମାନେ ଅପେକ୍ଷା କରିକି ପ୍ରାର୍ଥନା କରିବେ ପ୍ରଭୁ ସେମାନଙ୍କୁ ବଳ ଦେବେ। ଏ ବଳ ଆଜ୍ଞା 60 କି 70। ଭଲ ଖାଆ ପିଇ ଯଦି କରୁଛନ୍ତି ବୋଲେ 60 କି 70 ଏମିତି ଯାଇକି ଆମର ଭାଇ ମାନେ ଜିମ୍ କୁ ଯିବେ ସକାଳେ ମର୍ଣ୍ଣିଂ ୱାର୍କ ପ୍ରାର୍ଥନାରେ ବସୁନଥିବେ ଏଡା ଆସିକି ଜିମ୍ ଫାଷ୍ଟ। ଆଜ୍ଞା ପ୍ରଭାତରେ ଉଠିଲା ସମୟରେ ପ୍ରଭୁଙ୍କଠାରେ ଅପେକ୍ଷା କରିବା ଲୋକମାନଙ୍କୁ ପ୍ରଭୁ ବଳ ଦେବେ। ପ୍ରଭୁଙ୍କ ଠାରୁ ଯଦି ବସିବା ନାହିଁ ପ୍ରଭୁ ଆମକୁ ବଳ ଦେବେ ନାହିଁ। ଆଜ୍ଞାକୁ କହିବେ ଆଜ୍ଞା ମୁଁ ପ୍ରାର୍ଥନା କଲି ଭୂତ ଗଲା ନାହିଁ। କେତେବେଳେ ବଳ ପାଇବେ? ହ୍ୟାଲୋ, କେତେବେଳେ ବଳ ପାଇବେ? ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ବଳ ଦେବାକୁ କହୁଛନ୍ତି। ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ନୂଆ ନୂଆ ବଳ ଦେବାକୁ ଚାହାନ୍ତି। ଆଜି ଆମେ କେତେବେଳେ ପ୍ରଭୁଙ୍କୁ ଅପେକ୍ଷା କରିଛୁ? ଆମେ ପ୍ରଭୁଙ୍କ ଠାରୁ ବସିକି ମାଗବାକୁ ଅଛି ପ୍ରଭୁ ମତେ ବଳ ଦିଅ। ଆଉ ବଳ ଦେଲା ପରେ ଆପଣଙ୍କୁ କଣ କରିବେ? ସେ ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠେଇବେ ଲେଖାଯାଏ। କେମିତି ଉଠେଇବେ ପ୍ରଭୁ? ବଳ ଦେଲା ପରେ ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠେଇବେ। ଯେତେବେଳେ ଆପଣ ଗୋଟେ ବାଜ୍ କୁ ଦେଖିବେ, ବାଜ୍ କୁ ସେ ପ୍ରଥମେ ପର ପସାରିବ। ପସରୁ ପସାର ଯେତେବେଳେ ଉପରକୁ ଚାଲିଯିବ ଆଉ ସେ ତାର ପରକୁ ଆଉ ଏମିତି ମାରିବାକୁ ପଡିବ ନାହିଁ, ସେ ଡାଇରେକ୍ଟ ଏମିତି ହିଁ ରହିଥିବ, ତାର ସେ ଉଡୁଥିବ। ପ୍ରେଜ୍ ଦ ଲର୍ଡ। ଗୋଟେ ବାଜ୍ ଗୋଟେ ଚିଲ ଯେତେବେଳେ ଉପରକୁ ଉଡେ, ସେଇ ଚିଲ ଯେତେବେଳେ ପ୍ରଥମେ ତାର ପରକୁ ସେ ହଲାଇଥାଏ, ପ୍ରଥମେ ସେ ତାର ପରକୁ ସେ ପଖାରିଥାଏ। ଯେତେବେଳେ ବହୁତ ଉପରକୁ ଯେତେବେଳେ ଚାଲିଯାଏ ତାକୁ ଆଉ ପରକୁ ଉଡେଇବାକୁ ପଡିବ ନାହିଁ, ତାକୁ ତାର ସେ ଉପରକୁ ଉଠିବ। ଯେତେବେଳେ ଆମେ ପ୍ରଭୁଙ୍କୁ ଉଠିବା ରହୁଛୁ, ପ୍ରଥମେ ଅପେକ୍ଷା ଏମିତି ହେବାକୁ ଅଛି, ତାପରେ ପ୍ରଭୁ ଉପରକୁ ଯେତେବେଳେ ଆପଣ ଉଠିବେ ପ୍ରଭୁ ଆପଣଙ୍କୁ ଉଡେଇବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଗୋଟେ ବାଜ୍ କୁ ଦେଖନ୍ତୁ, ସେ ପ୍ରଥମେ ସେ ପରକୁ ହଲେ, ତାପରେ ଯେତେବେଳେ ଉପରକୁ ଚାଲିଯାଏ ସେ ତାକୁ ପରକୁ ହଲେଇବାକୁ ପଡିବ ନାହିଁ ଆଉ। ସେମିତି ଯଦି ଆମେ ପ୍ରଭୁଙ୍କ ନିକଟରେ ଯଦି ବଳ ପାଇବା ନାହିଁ, ଆଜି ଅନେକ ଦୁର୍ବଳ ଆତ୍ମା ମାନଙ୍କୁ କଣ କରିବ? ଆକ୍ରାନ୍ତ କରିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁ ବଳ ଦେଇକି ପ୍ରଭୁ ଆପଣଙ୍କୁ ଘରେ ବସେଇବେ ନାହିଁ ଆଜ୍ଞା। ଗ୍ଲୁକୋଜ ପିଇଲେ ଆପଣ ଘରେ ବସିବେ, ରେଷ୍ଟ କରିବାକୁ ଡକ୍ଟର କହିଛନ୍ତି। ନାଇଁ କି ଓଆରଏସ୍ ପିଇଲେ ଆପଣଙ୍କୁ ଡକ୍ଟର କହିବେ ଘରେ ରୁହନ୍ତୁ, କାହିଁକି ମୁଣ୍ଡ ବୁଲେଇବ। ନାଇଁ କି ପ୍ରଭୁ ଯେତେବେଳେ ଆପଣଙ୍କୁ ବଳ ଦେବେ, ଉତ୍କୃଷ୍ଟ ପକ୍ଷୀ ଉପରକୁ ଉଠେଇବେ, ଆପଣଙ୍କର ସେବାକୁ ଉଠେଇବେ, ଆପଣଙ୍କ ମିନିଷ୍ଟ୍ରିକୁ ଉଠେଇବେ, ଆପଣଙ୍କ ମଣ୍ଡଳୀରେ ଯେତିକି ଭାଇ ଭଉଣୀ ବାଳକ ସମସ୍ତଙ୍କୁ ପ୍ରଭୁ ଉଠେଇବେ। ଖାଲି ଏକଲା ଆପଣଙ୍କୁ ଉଠେଇବେ ନାହିଁ, ଆପଣଙ୍କ ପରିବାରକୁ ବି ସେ ଉଠେଇବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣଙ୍କୁ ଉଠେଇବେ, ଖାଲି ଏକା ଉଠେଇବେ ନାହିଁ, ଆପଣଙ୍କ ସବୁ ପରିବାରକୁ ଉଠେଇବେ। ଆପଣଙ୍କର ଗ୍ରାମରେ ଆପଣଙ୍କୁ ଉଠେଇବେ, ଆପଣଙ୍କ ସହରରେ ପ୍ରଭୁ ଆପଣଙ୍କୁ ଉଠେଇବେ, ଆପଣଙ୍କ ଜିଲ୍ଲାରେ ପ୍ରଭୁ ଆପଣଙ୍କୁ ଉଠେଇବେ। ସେ ଉଠେଇବା ପରମେଶ୍ୱର, ସେ ତଳ ପକେଇବା ପରମେଶ୍ୱର ନୁହନ୍ତି। ସେ ଆପଣଙ୍କୁ ଉଠେଇବେ। ଯେତେବେଳେ ପାଣିରେ ବୁଡ଼ିଲା ସମୟରେ ପ୍ରଭୁ ତାକୁ ହାତ ଧରିକି ଉଠଉଛନ୍ତି, ପ୍ରଭୁ ସେମିତି ହାତ ଧରିକି ଉଠେଇବେ ଯଦି ପ୍ରଭୁଙ୍କୁ ଯଦି ଆପଣ ଅପେକ୍ଷା କରିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କୁ ଯୋଉମାନେ ଅପେକ୍ଷା କରନ୍ତି ସେମାନେ ନର୍ମାଲ ବ୍ୟକ୍ତି ନୁହନ୍ତି। ପ୍ରଭୁଙ୍କୁ ଯୋଉମାନେ ଅପେକ୍ଷା କରନ୍ତି ସେମାନେ ଦୁର୍ବଳ ବ୍ୟକ୍ତି ନୁହନ୍ତି। ପ୍ରଭୁଙ୍କୁ ଯୋଉମାନେ ଅପେକ୍ଷା କରନ୍ତି ସେମାନେ ବଳବାନ ବ୍ୟକ୍ତି ଅଟନ୍ତି। ଆପଣ ତ ଉଠିବେ, ଆପଣ ଅନ୍ୟ ଜଣଙ୍କୁ ବି ଉଠାଇବେ, କାହିଁକି ଉତ୍କୃଷ୍ଟ ପକ୍ଷୀ ସେ ଉପରକୁ ହିଁ ଉଠିଥାଏ, ତଳକୁ ଆସିନଥାଏ। ଆଉ ଉତ୍କୃଷ୍ଟ ପକ୍ଷୀ ଯେତେବେଳେ ଉପରକୁ ଉଠିଥାଏ ସେ କଣ ହୁଏ ନାହିଁ? ଶ୍ରାନ୍ତ ହୁଏ ନାହିଁ, ସେ କ୍ଳାନ୍ତ ବି ହୁଏ ନାହିଁ। ନାଇଁ କି ଆଜି ଆମେ ଲୋକମାନେ କାହିଁକି ଉପରକୁ ଉଠୁନାହାନ୍ତି? ଇଏ ସେମିତି ବଢିଗଲା, ତାର ଗୋଡ ଝିକ, ଇଏ ବହୁତ ଶିଖି ଯାଇଛି, ତାର ଗୋଡ ଝିକ। ଆମର ଲୋକମାନେ ସେମିତି ଅଛନ୍ତି। ଆମେ କେଣି ଗୀତ ଗାଉଛେ, ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର, ଆମେ ଯୀଶୁଙ୍କର, ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର,
ଆମେ ଯୀଶୁଙ୍କର ଗୁଡାକୁ ଘଷିଲେ କେମିତି ଜାଣିବ। ପ୍ରେଜ୍ ଦ ଲର୍ଡ। ଲୋକର ଚର୍ଚ୍ଚା କଲେ କେମିତି ଜାଣିବ, ଟିଭି ଦେଖୁଥିଲେ କେମିତି ଜାଣିବ, ଆମେ ଯୀଶୁଙ୍କର, ଆମେ ଯୀଶୁଙ୍କର। ଏ ଟିଭି ଦେଖିବା ଲୋକ ପ୍ରଭୁ ଉଠେଇବେ, ତାକୁ ଦୂରଦର୍ଶନ ପସନ୍ଦ, ଆଉ ପ୍ରଭୁଙ୍କ ଦର୍ଶନ ପସନ୍ଦ ନାହିଁ। ପ୍ରେଜ୍ ଦ ଲର୍ଡ। ଏ ଲୋକର ଚର୍ଚ୍ଚା କରିବା ଲୋକମାନଙ୍କୁ ପ୍ରଭୁ ଉଠେଇବେ, ଭୁଲରେ ଉଠେଇବେ ନାହିଁ। ଏ ଟିଭି ଦେଖୁଥିବ, ଲୋକ ଚର୍ଚ୍ଚା କରୁଥିବ, ସକାଳେ ଉଠି ଉଠି ଘଷୁଥିବ, ପ୍ରଭୁ ଉଠେଇବେ। ପ୍ରଭୁ ସେମାନଙ୍କୁ ଉଠେଇବେ ଯୋଉମାନେ ପ୍ରଭୁଙ୍କ ନିକଟରେ ବସିବା ଲୋକକୁ, ଗୋଡ ଧରିବା ଲୋକକୁ, ପ୍ରଭୁଙ୍କ ଠାରୁ নত ହବା ଲୋକ ପ୍ରଭୁ ଉଠେଇବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସେମାନଙ୍କୁ ଉଠେଇବେ। ଏ ଦିନ ରାତି ବାଇବଲ ପଢୁନଥିବେ, ଦିନ ରାତି ପ୍ରଭୁଙ୍କ ନିକଟରେ କଣ ଉପାସନା କରୁନଥିବେ, ଆରାଧନା କରୁନଥିବେ, ସେମାନଙ୍କୁ ପ୍ରଭୁ ଉଠେଇବେ। ପ୍ରଭୁ ସେମାନଙ୍କୁ ଉଠେଇବେ ନାହିଁ। ପ୍ରଭୁ କାହାକୁ ଉଠେଇବେ? ଯୋଉମାନେ ପ୍ରଭୁଙ୍କ ଠାରୁ ଗୋଡ ଧରିକି, ପ୍ରଭୁଙ୍କ ଠାରୁ ନମ୍ର ହବା ଲୋକମାନଙ୍କୁ ପ୍ରଭୁ ଉପରକୁ ଉଠେଇବେ, ନାଇଁ କି? ପ୍ରଭୁ ସେମାନଙ୍କୁ ଉଠେଇବେ। ଏ ଟିଭି ଦେଖିବା ଲୋକମାନଙ୍କୁ ପ୍ରଭୁ ଉଠେଇବେ। ପ୍ରଭୁ କହୁଥିବେ ଟିଭି ହିଁ ଦେଖୁଥା, ନାଇଁ କି? ଚିନ୍ତା ପ୍ରଭୁ କହୁଥିବେ ସେମାନେ ଟିଭି ହିଁ ଦେଖୁଥା କହିବେ ପ୍ରଭୁ। ପ୍ରଭୁ ସେମାନଙ୍କୁ ଉଠେଇବେ, ସେମାନଙ୍କୁ ବଳ ଦେବେ। ପ୍ରଭୁ ସେମାନଙ୍କୁ ବଳ ଦେବେ ନାହିଁ। ପ୍ରଭୁ କାହାକୁ ବଳ ଦେବାକୁ ଚାହାନ୍ତି? ଯେ ପ୍ରଭୁଙ୍କ ନିକଟରେ ରହିବା ବ୍ୟକ୍ତି। ଗୋଟେ ମାକୁ ମୁଁ ପଚାରିଲି, ମା ଆଉ ତମେ କାହିଁକି ଏମିତି ଘଷୁଛ? ପଚାରିଲି ମୁଁ। ସକାଳ ପାଉ ପାଉ ସେମାନେ ଘଷିବେ। ହେଲେ କାହିଁକି ଘଷୁଛ ମା? ପଚାରିଲି ମୁଁ। ନାଇଁ ଟିକେ ବଳ ଲାଗୁଛି, ଆଉ ମୁଣ୍ଡ ମୋର ବୁଲାଉ ନାହିଁ ପୁଣି। ହେ ପ୍ରଭୁ, ଆଉ ତାର ମୁଣ୍ଡ ପୁଣି ବୁଲାଉ ନାହିଁ ପୁଣି, ଏମିତି ଘଷିଲେ ପୁଣି ତାର ମୁଣ୍ଡ ବୁଲାଉ ନାହିଁ। ପ୍ରାର୍ଥନା ଗଲେ ବେଳେ କହୁଛି ଆଜ୍ଞା ନାଇଁ ମୁଣ୍ଡ ଟିକେ ବୁଲାଉଛି। ତାର ମାନେ ଭାବନ୍ତୁ ଆପଣ ମାନେ, ପ୍ରଭୁ ଆମମାନଙ୍କୁ ଦେଖୁଛନ୍ତି। ଆମେ କୋଉ ଅବସ୍ଥାରେ ଆମେ ପ୍ରଭୁକୁ ଡାକୁନୁ। ଆମର କ୍ୱାଲିଫିକେସନ ଦେଖିକି ପ୍ରଭୁ ଆମକୁ ମନୋନୀତ କରିନାହାନ୍ତି, ଆମର ହୃଦୟ ଦେଖି ପ୍ରଭୁ ମନୋନୀତ କରିଛନ୍ତି। ଆମର କ୍ୱାଲିଫିକେସନ, ଆମର ଏଜୁକେସନ ଦେଖିକି ପ୍ରଭୁ ଆମକୁ ମନୋନୀତ କରିନାହାନ୍ତି। ମନେ ରଖନ୍ତୁ, ପ୍ରଭୁ ଆମକୁ ମନୋନୀତ କରୁଛନ୍ତି ଆମର ହୃଦୟ ଦେଖିକି। ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ନୂଆ ନୂଆ ବଳ ଦେବେ। ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ପୁରୁଣା ବଳ ଦେବେ ନାହିଁ, ନୂଆ ନୂଆ ବଳ ଦେବେ। ତାଙ୍କର ଡିକ୍ସନାରୀରେ ତାଙ୍କର ପୁରୁଣା କି ଜିନିଷ କିଛି ବି ନାହିଁ, ତାଙ୍କ ଡିକ୍ସନାରୀରେ ନୂଆ ନୂଆ ବିଷୟ ହିଁ ଥାଏ। ସେ ଉତ୍କୃଷ୍ଟ ପକ୍ଷୀ ପରି ଆପଣଙ୍କୁ ଉପରକୁ ଉଠେଇବେ। ଆପଣ ମାନେ ପ୍ରତିଦିନ ପକ୍ଷୀକୁ ଦେଖିଥାନ୍ତୁ, ଚିଲକୁ ଦେଖିଛନ୍ତି, ବାଜକୁ ଦେଖିଛନ୍ତି, ସେ ଉପରକୁ ସେ ଉଠିଥାଏ, ବହୁତ ଉପରକୁ ଉଠିଥାଏ। ପ୍ରଭୁ ଆପଣଙ୍କୁ ଉଠେଇବାକୁ ଚାହାନ୍ତି। ଚାଲ, ପ୍ରଭୁ ଆପଣଙ୍କୁ ଉଠେଇବାକୁ ଦେଖୁଛନ୍ତି, ପ୍ରଭୁ ଉଠେଇବାକୁ ଚାହାନ୍ତି ପ୍ରଭୁ ଆପଣଙ୍କୁ। ଆଉ ଯୋଉମାନେ ଉଦଲିଆ ପଳେଇଛନ୍ତି, ପ୍ରେଜ୍ ଦ ଲର୍ଡ, ଯୁବା ଯୁବତୀ ମାନେ, ସେମାନଙ୍କୁ ତ ଭୁଲରେ ପ୍ରଭୁ ଉଠେଇବେ ନାହିଁ। ମନେ ରଖିଥାନ୍ତୁ, ଏ ଉଦଲିଆ ମହାପୁରୁ ମାନଙ୍କୁ ତ ପ୍ରଭୁ ଉଠେଇବେ ନାହିଁ। ଯେତେ ପ୍ରାର୍ଥନା କଲେ ବି ସେମାନଙ୍କୁ ଉଠେଇବେ ନାହିଁ, କାହିଁକି? ପ୍ରଭୁଙ୍କ ବିରୁଦ୍ଧରେ ଏମାନେ ପାପ କରୁଛନ୍ତି। ପ୍ରଭୁଙ୍କ ନିକଟରେ ଯୋଉମାନେ ଅପେକ୍ଷା କରନ୍ତି, ସେମାନଙ୍କୁ ପ୍ରଭୁ କଣ ଦେବେ? ବଳ ଦେବେ। ଆପଣ ଦେଖନ୍ତୁ, ଫୁଡ୍ସ ଖାଆନ୍ତୁ, ଭିଟାମିନ ଏ, ଭିଟାମିନ ବି, ଯାହା ଅଛି ଫୁଡ୍ସ ରେ ତାହା ମିଳିବ। କେତେ ଦିନ ପାଇଁ? ଯେତେ ଦିନ ଆପଣ ଫୁଡ୍ସ ଖାଉଛନ୍ତି ସେତେ ଦିନ ହିଁ ଆପଣଙ୍କୁ ମିଳିବ। बादाम खाने से कौन कौन आउची? बादाम खाने से ज्ञान नहीं आता आज्ञा, धोखा खाने से जल्दी ज्ञान आ जाता है। प्रेज द लॉर्ड। बादाम खाइले कहउचंदी बुद्धि आसीबो, नाइ नाइ, धोखा खाइले ही भलो बुद्धि आसीबो। प्रेज द लॉर्ड। एतपई फूड्स खांतु, मु मना करू नाही, आपण फूड्स खाइबो मु मना करू नाही, କିନ୍ତୁ ଫୁଡ୍ସ ଯାହା ଭିଟାମିନ ଅଛି ଗୋଟେ ଦି ଦିନ ପାଇଁ ଆପଣ ଯେତେ ଦିନ ଖାଇବେ ସେ ଭିଟାମିନ ସେ ଦିନ ହିଁ ଆପଣଙ୍କୁ କାମ କରିବ। ଯୋଉମାନେ ସଦାପ୍ରଭୁଙ୍କୁ ଯେତେମାନେ ଅପେକ୍ଷା କରିବ, ଭିଟାମିନ ଏ ଟୁ ଜେଡ୍ ତ ଛାଡ, ତାଠୁ ବି ପ୍ରଭୁ ବଳ ଦେବେ ପ୍ରଭୁ ଆପଣଙ୍କୁ। ପ୍ରେଜ୍ ଦ ଲର୍ଡ।
ताठू भी अधिक बल देवे प्रभु आपण को। एमती बल आपण को विटामिन विटामिन टैबलेट रे भी मिलबो नाही। मिलबो जतिकी पौड जतिकी फूड्स खाउछो खांतु ना काहेकी सेही बल प्रभु ठारू बल भिन्न अटे। हालेलुया। आज आमे प्रभु को अपेक्षा करबा को अछि। आज आमे प्रभु को ठारे कोन करबा को अछि मागबा को अछि प्रभु मते तमे बल दियो। सकाळे इले उठले प्रार्थना करू संध्या बेले प्रार्थना कर पास्टर फोन कले पास्टर आज्ञा फोन कले आज्ञा आज चर्च केंती आसलो ने नाइ आज्ञा टिके काम थला आसी पारले नाइ आर रविवार आसीबे आज्ञा टिके प्रार्थना कर दियंतु टिके पुनी याडे चर्च को आसु नथिबे ए दिन रात डिगी डिगी ही बुलतबे प्रभु तांको बळ देबे प्रभु से मान को बळ देबे नाइ। देखंतु आपण आपण को जीवन रे देखंतु थोरे गोटे दिन जदी प्रार्थना मिस तो बळ आपण को नाइ। आपण कहउथिबे मो पार पवित्र आत्मा रो अछि मु परिपूर्ण बळ पाइबा को अछि प्रथमे। अपेक्षाकारी लोक मान को प्रभु बळ देबे आ नुआ नुआ बळ देबे उत्कृष्ट पक्षी परि से मान को ऊपर को उठेबे से माने क्लांत होबे नाही। देखाइछि से माने क्लांत होबे नाही। बळ पाइले घर सइबा पाइ प्रभु तांको बळ देई नांती से मान को प्रांत रे उत्कृष्ट पक्षी परि ऊपर को उठेबे से माने श्रांत होबे नाही से माने क्लांत होबे नाही से माने दौड़िबे लेखा जाइछि से माने दौड़िबे। आपण केन जण दौड़ुचंदी प्रभु लागि दौड़ुचंदी प्रार्थना हबो बोले आज्ञा फोन करबे बने 6टा रे आसे बोले माने को आसीबे 8टा रे आसीबे पास्टर आज्ञा पाळक आज्ञा जोगी जोगी थकी जाइथिबे मोर विश्वास माने केबे आसीबे कोइ प्रभु आपण को दौड़ना को चाहती। प्रभु आपण को दौड़ेबे खाली बळ देई के नाही। प्रथम प्रभु आपण को बळ देबे सेकंड उत्कृष्ट पक्षी परी ऊपर को उठेबे बळ देला परे प्रभु आपण को उठेबे। गुटे जदी छिलो जतबेले जन्म होई थाए ता मा जको छुआ जत जन्म करि थाए से प्रथम प्रथम इंदी पर होलै थाए ताबे बळ पाइला परे से तार पर को से होलै थाए। आज हम जीवन रे से अवस्था नाही। आज हमर जीवन रे से अवस्था बिल्कुल नाही। केतेबेले हम प्रभु ठारू बळ पाइबा आमे केतेबेले दौड़िबा फेर तो पावल कहउछन मोर पण पाइ मु दौड़ुची आज पर्यंत मो पण पाइ मु आज पर्यंत दौड़ुची। आज आमे दौड़िबा को अछि। हम मॉर्निंग वॉक गले गुटे पानी बोतल धर के जाइथाउ कि नाही काहे बेले सुस लागे हमको मॉर्निंग को जतबेले जानते से माने टिके पानी बोतल धर के जानती ग्लूकोज टिके भर्ती करके जानती दे प्रभु उठारे गोला बेले हमर पाखरे किछ नाही अछि। और गीत गाउथिबे माने केंती जानि चंदी यीशु मेरा साथ है यीशु मेरे अंदर है। यीशु यदि अंदर है वो बाहर किधर है वो भी अंदर है। ट्विटर भी अंदर है व्हाट्सएप भी अंदर है फेसबुक भी अंदर है प्रेज द लॉर्ड सब अंदर है। यीशु बोलता है यीशु अंदर है यीशु अंदर नहीं है यीशु बाहर है ट्विटर अंदर है व्हाट्सएप अंदर है प्रेज द लॉर्ड। यीशु किधर है यीशु बाहर है। यीशु अंदर नहीं है अंदर है ट्विटर व्हाट्सएप गूगल पे सब अंदर है बाहर कोई नहीं है। प्रेज द लॉर्ड। मोर प्रिय लोक माने प्रभु को अपेक्षा करंतु प्रभु आपन को बल देबे से आपन को दौड़ेबे। हमर पिला मान को आज हम मां द्वितीय विवरण टिके 6 रो टिके 7 पढंतु टिके ଆଉ द्वितीय विवरण ତୁମ୍ଭେ 6 रो ଆପଣା 7 टिके हां ଆଉ ତୁମ୍ଭେ ଆପଣା ସନ୍ତାନ ଗଣକୁ ଯତ୍ନ ପୂର୍ବକ ତାହା ଶିଖାଇବ
ଓ ତୁମ୍ଭେ ହଁ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ହଁ ପଥରେ ଚାଲିବା ବେଳେ ଓ ତୁମ୍ଭେ ହୁଁ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ ସେମାନଙ୍କ ସଙ୍ଗେ ସେଇ ବିଷୟରେ କଥାବାର୍ତ୍ତା କରିବ। ପ୍ରେଜ୍ ଦ ଲର୍ଡ। ଆଜି ଆମେ ପିଲାମାନଙ୍କୁ ସେଇ ବିଷୟ ଶିଖଉଛୁ କି ନାଇଁ? ସେଟା ପୁରା ଉଲ୍ଟା। ଆଜି ଶୋଇଲା ବେଳେ କାର୍ଟୁନ, ଝାଡା ଗଲା ବେଳେ କାର୍ଟୁନ, ରୋଷେଇ କଲା ବେଳେ ତା ମା ଧରୁଥିବେ କାର୍ଟୁନ। ନାଇଁ କି ଆମ ପିଲାମାନଙ୍କୁ କାର୍ଟୁନ ଦେଖେ, କାର୍ଟୁନ କାର୍ଟୁନ। କେମିତି ଆମର ପିଲାମାନେ ମା ମାନେ ପିଲାମାନଙ୍କୁ ଧରେଇ ଦେବେ କାର୍ଟୁନ କାର୍ଟୁନ କାର୍ଟୁନ। ବସିଲା ବେଳେ କାର୍ଟୁନ, ଶୋଇଲା ବେଳେ କାର୍ଟୁନ, ଚାଲିଲା ବେଳେ କାର୍ଟୁନ, କାର୍ଟୁନ କାର୍ଟୁନ କାର୍ଟୁନ। ଲାଷ୍ଟକୁ ତମକୁ କରବ କାର୍ଟୁ। ହ୍ୟାଲୋ, ଲାଷ୍ଟକୁ ତମକୁ କରବ କାର୍ଟୁନ। ପ୍ରେଜ୍ ଦ ଲର୍ଡ। ଆଜି ସେ ବାକ୍ୟ ପୁରା ଉଲ୍ଟା। ଶୋଇଲା ବେଳେ ବାକ୍ୟ ନାହିଁ। ଆମର ମା ମାନେ ବି ବହୁତ ଚାଲାକି, ଏ ରୋଷେଇ କରି କରି ହ୍ୱାଟ୍ସଆପ ରେ ମାନେ ବିଜି ଥିବେ। କେତେବେଳେ ପିଲାମାନେ ବାକ୍ୟ ଶିଖିବେ? ବସିଲା ବେଳେ ବି ବାକ୍ୟ, ଚାଲିଲା ବେଳେ ବି ବାକ୍ୟ, ଶୟନ କଲା ବେଳେ ବି ବାକ୍ୟ। ସେମାନଙ୍କୁ ଯତ୍ନ ପୂର୍ବକ ଶିଖେଇବାର ଅଛି। ସେଇ ପିଲାମାନଙ୍କୁ ଯଦି ଯତ୍ନ ପୂର୍ବକ ଶିଖେଇବେ, ସେ ଯେତେବେଳେ ଆଣ୍ଠୁ ମାରିକି ପ୍ରାର୍ଥନା କରିବେ, ପ୍ରଭୁ ସେମାନଙ୍କୁ ନୂଆ ନୂଆ ବଳ ଦେବେ। ସେମାନଙ୍କୁ ପ୍ରଭୁ ନୂଆ ନୂଆ ବଳ ଦେବେ। ବସିଲା ବେଳେ କାର୍ଟୁନ, ଉଠିଲା ବେଳେ କାର୍ଟୁନ, ଚାଲିଲା ବେଳେ କାର୍ଟୁନ, ବାକ୍ୟ ନାହିଁ ଆଜି। ଏ ମା ମାନଙ୍କୁ ବି, ଆମର ମା ମାନେ ବି କମ ନାହାନ୍ତି ଆଜି। ସେ ପିଲାମାନଙ୍କୁ ସେମିତି ଶିକ୍ଷା ଦିଅନ୍ତି। ଆଜି ସେ ବାକ୍ୟର ଆଜି ଆଜି ପୁରା ଉଲ୍ଟା। ଆଜି ସେ ବାକ୍ୟର ପୁରା ଉଲ୍ଟା ଅଛି। ଶୋଇଲା ବେଳେ ବାକ୍ୟ ଶିଖେଇବେ ନାହିଁ। ଖାଲି ସଣ୍ଡେ ଦିନେ ହିଁ ଚର୍ଚ୍ଚକୁ ଯାଅ, ବାକି ଦିନେ ଘର ଯାଅ। ବାକି ଦିନ ମୋବାଇଲ। ନାଇଁ ଆଜ୍ଞା, ପିଲା କାନ୍ଦୁଛି, କାମ କରିବାକୁ ଦଉନାହିଁ, ମୋବାଇଲ। ପିଲା କାନ୍ଦୁଛି ଆଜ୍ଞା, ଟ୍ୱିଟର ଲଗେଇକି ଦେଇଦେବ, ବସିଥ ଦେଖୁଥ। ସେ ପିଲା ଖରାପ ହେବେ ନାହିଁ। ଆଉ ସେ ପିଲା ଯଦି ଖରାପ ହେବ, ପାଷ୍ଟର ପାଖକୁ ଆସିକି ପଚାରିବେ, ପାଷ୍ଟର ଆଜ୍ଞା ମୋର ପିଲା ସୁଧୁରୁ ନାହିଁ ଆଜ୍ଞା, ପ୍ରାର୍ଥନା କର। ଏତମାନ ତ ପ୍ରଥମେ ଦେଇକି ବିଗିଡିଛ, କେତେବେଳେ ସେମାନେ ସୁଧୁରିବେ? ହ୍ୟାଲୋ, କେତେବେଳେ ସୁଧୁରିବେ? କେତେବେଳେ ସୁଧୁରିବେ? ବସିଲା ବେଳେ ଶିଖେଇଛ, ଉଠିଲା ବେଳେ ଶିଖେଇଛନ୍ତି ନାଇଁ। ଆଉ ପାଷ୍ଟର ଆଜ୍ଞା ପାଖକୁ ଆସିବେ, ଆଜ୍ଞା ମୋ ପିଲା ସୁଧୁରୁ ନାହିଁ, ପିଲା ବିଗିଡି ଯାଉଛି। ପ୍ରଥମେ ଆପଣ ମୋବାଇଲ ଦେଇକି ବିଗିଡିଛନ୍ତି। ଆଜ୍ଞା, ଏ ଆଖିର, ଏ ମୋବାଇଲର ତିନିଟା ଆଖି, ଏଟା ହେଲା ଗୋଟେ ଆଖି। ଏ ଗୋଟେ ଆଖି ହିଁ ଆପଣଙ୍କୁ ନଷ୍ଟ କରୁଛି, ମନେ ରଖିଥାନ୍ତୁ। ଦେଖନ୍ତୁ, ଗୋଟେ ଆଖି। ଦ୍ୱିତୀୟ ବିବରଣୀ 6:7 ଆମ ପିଲାମାନଙ୍କୁ ଆଜି ଶିକ୍ଷା ନାହିଁ। ଆଜି ଆମେ କହୁଥାଉ ଆମେ ଗୁଣବତୀ ସ୍ତ୍ରୀ। କୋଉ ସ୍ତ୍ରୀ? ଗୁଣବତୀ ସ୍ତ୍ରୀ। ତାଙ୍କର ମୂଲ୍ୟ କଣ ଠାରେ? ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ତାର ମୂଲ୍ୟ ମୁକ୍ତ ଠାରୁ ମୂଲ୍ୟ ଅଧେ। ଆଜି ଗୁଣବତୀ ସ୍ତ୍ରୀ ଠାରୁ ଆଜି କଣ ମିଳୁନାହିଁ? ମୁକ୍ତ ମିଳୁନାହିଁ। ଆଜି ଖୈନି ମିଳୁଛି, ଆଜି ଗୁଳାକୁ ମିଳୁଛି, ଆଜି ଖୈନି ପାନ ପୁଡିଆ ସବୁ ମିଳୁଛି, କିନ୍ତୁ ମୁକ୍ତ ମିଳୁନାହିଁ। ଆଜି ପ୍ରାର୍ଥନା ମିଳୁନାହିଁ, ଉପାସନା ମିଳୁନାହିଁ, ସେବା କାର୍ଯ୍ୟ ମିଳୁନାହିଁ, ଖୈନି ଗୁଳାକୁ ମିଳୁଛି, ଆଜି ଝଗଡା ମିଳୁଛି। ହ୍ୟାଲୋ, ପ୍ରଭୁ ସେମାନଙ୍କୁ ବଳ ଦେବେ। ପ୍ରଭୁ କାହାକୁ ବଳ ଦେବାକୁ ଚାହାନ୍ତି? ପ୍ରଭୁ ସେମାନଙ୍କୁ ବଳ ଦେବାକୁ ଚାହାନ୍ତି ଯେଉଁମାନେ ସଦା ପ୍ରଭୁଙ୍କୁ ଅପେକ୍ଷା କରନ୍ତି। ପ୍ରଭୁ ସେମାନଙ୍କୁ ବଳ ଦେବାକୁ ଚାହାନ୍ତି ଯେଉଁମାନେ ପ୍ରଭୁଙ୍କ ଠାରୁ ନତ ହୁଅନ୍ତି। ଆଉ ନତ ଲୋକ ପ୍ରଭୁକୁ ଉନ୍ନତ କରିଥାଏ। ନତ ଲୋକ ପ୍ରଭୁକୁ ପ୍ରଭୁ ଆହୁରି ସେମାନଙ୍କୁ ପୂର୍ଣ୍ଣ କରିଥାଏ। ଉତ୍କୃଷ୍ଟ ପକ୍ଷୀ ପରି ସେମାନଙ୍କୁ ଉପରକୁ ଉପରକୁ ଉଠେଇବେ।
ଆଉ ସେମାନେ କ୍ଳାନ୍ତ ହେବେ ନାହିଁ, ସେମାନଙ୍କୁ ପ୍ରଭୁ ଦୌଡେଇବେ। ସେମାନେ ଲେଖାଯାଇଛି ସେମାନେ ଦୌଡ଼ିବେ ଲେଖାଯାଇଛି। ସେମାନେ ଦୌଡ଼ିବେ। ଆଜି ଆମେ ଦୌଡିଲା ବେଳେ ଟିକେ ଗ୍ଲୁକୋଜ ଦରକାର ପଡୁଛି, ନାଇଁ ହାଲିଆ ହେଇଯାଉଛୁ କହିକି, ନାଇଁ କି? ଆମେ ଦୌଡିବାକୁ ଅଛି ପ୍ରଭୁଙ୍କ ନିମନ୍ତେ। ପ୍ରଭୁ ଯେତେବେଳେ ଆପଣଙ୍କୁ ବଳ ଦେବେ, ସେ ଆପଣଙ୍କୁ ଦୌଡେଇବେ। ଆପଣ କାହାକୁ ଦୌଡିବାକୁ ଇଚ୍ଛା ନାହିଁ, ପ୍ରଭୁ ଆପଣଙ୍କୁ ଦୌଡିବାକୁ ଚାହାନ୍ତି। ଆପଣ କ୍ଳାନ୍ତ ହେବେ ନା ଲେଖା ହେଇଛି, ଆପଣ ଶ୍ରାନ୍ତ ବି ହେବେ ନାହିଁ। ପ୍ରଭୁ ଆପଣଙ୍କୁ ଦୌଡେଇବେ। ତାଙ୍କର ବଳ ସେମିତି ଆଜ୍ଞା, ତାଙ୍କ ଥରେ ଆପଣ ଯଦି ବଳ ଦେବେ, ସେ ଆପଣଙ୍କୁ ଦୌଡେଇବେ, ଉପରକୁ ଉଠେଇବେ, ତାପରେ ଦୌଡେଇବେ। ଦେଶ ବିଦେଶ ପ୍ରଭୁ ଆପଣଙ୍କୁ ଦୌଡେଇବେ। ବସ୍, ଟ୍ରେନ, ଫ୍ଲାଇଟ ରେ ପ୍ରଭୁ ଆପଣଙ୍କୁ ଦୌଡେଇବେ ମିଟିଂ ପାଇଁ। ଚାଲ, ପ୍ରଭୁ ଆପଣଙ୍କୁ ଦୌଡେଇବେ। ଆମେ ଆଜି ପ୍ରସ୍ତୁତ ଅଛୁ କି? ଆଜି ଆମେ ପ୍ରଭୁଙ୍କ ଠାରୁ ଅପେକ୍ଷା କରୁଛୁ କି? ଆଜି ଆମେ ପ୍ରଭୁଙ୍କ ଠାରୁ କଣ ଶକ୍ତି ମାଗୁଛୁ କି? ଆଜି ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ବଳ ଦେବେ। ଏରେ ମେନସନ କରାଯାଇନି ଯେ ଖାଲି ଓନ୍ଲି ପାଷ୍ଟର ହିଁ ଦେବେ, ରେଭରେଣ୍ଡ ହିଁ ଦେବେ, ବିଶପ ହିଁ ଅପେକ୍ଷା କରିବେ। ଆପଣ ମାନେ ବି ଅପେକ୍ଷା କରିବେ, ପ୍ରଭୁ ଆପଣଙ୍କୁ ବି ବଳ ଦେବେ। ଏରେ ମେନସନ କରାଯାଏ ନାହିଁ ଖାଲି ପାଷ୍ଟର, ରେଭରେଣ୍ଡ, ବିଶପ, ଆର୍ଚି ବିଶପ, ପ୍ରଫେଟ ମାନେ ହିଁ ଅପେକ୍ଷା କରିକି ବଳ ମାଗିବେ। ଆପଣ ବି ବଳ ମାଗିବେ, ପ୍ରଭୁ ଆପଣଙ୍କୁ ବି ସେ ଅଧିକାର ଦେଇଛନ୍ତି। ଅପେକ୍ଷାକାରୀ ଲୋକମାନଙ୍କୁ ପ୍ରଭୁ ବଳ ଦିଅନ୍ତି। ଆମର ଅପେକ୍ଷା କାହିଁକି ସକ୍ସେସ ହେଇପାରୁନାହିଁ? ଆମର ଅପେକ୍ଷାରେ ବଳ କାହିଁକି ଆସୁନାହିଁ? ଆପଣଙ୍କର ଗୀତ ଗୋଟେ ଅଛି ନା ନାଇଁ, ମୋର ମାପୁରୁ କେ ଦେଖିବା କେ ମନ, ମୋର ମାପୁରୁ କେ ଦେଖିବା କେ ମନ। ବୁଝିଦେଲ? ଅଛି କି ନାଇଁ? ଅଛି କି ନାଇଁ? ମାପୁରୁ କେ ଦେଖିବା କେ ମନ ଗୋଟେ ଗୀତ ଅଛି କି ନାଇଁ? ଅଛି। ଆଜି ଆମେ କଣ ଦେଖୁଛୁ? ଟିଭି ଦେଖୁଛୁ, ସିରିଏଲ ଦେଖୁଛୁ, କେନ୍ତା ଦେଖୁବୁ କହ? ପ୍ରେଜ୍ ଦ ଲର୍ଡ। ଆମେ ମହାପୁରୁକୁ ଦେଖୁଛୁ କି? ଆମେ ଟିଭି ସିରିଏଲକୁ ଦେଖି ଆମର ଦେଖୁଛୁ, ଆମେ ମହାପୁରୁକୁ ଦେଖୁନାହୁଁ। ଆମେ ଗୀତ ସିନା ଗାଉଛୁ, ମହାପୁରୁକୁ ଦେଖିବା କେ ମନ। ଆମେ ଟିଭି ଦେଖୁଛୁ, ସିରିଏଲ ଦେଖୁଛୁ, ମୋବାଇଲ ଦେଖୁଛୁ। ଯେତେବେଳେ ଟିଭି ଛାଡିବ, ଯେତେବେଳେ ସିରିଏଲ ଛାଡିବ, ସେତେବେଳେ ଦେଖିବ ପ୍ରଭୁ ଯୀଶୁଙ୍କୁ ଆଉ ମହାପୁରୁକୁ। ପ୍ରେଜ୍ ଦ ଲର୍ଡ। ଆଉ ପ୍ରଭୁ ସେଇ ପରମେଶ୍ୱର ଅଟନ୍ତି। ଯେତେବେଳେ ଆପଣ ଡାକିବେ, ସେ ଆପଣଙ୍କୁ ଦେଖାଯିବେ। ଯେତେବେଳେ ଆପଣ ଡାକିବେ, ସେ ସିଂହାସନରେ ବସିକି ଖାଲି ସ୍ୱର୍ଗର ଦୂତ ମାନଙ୍କର ଆରାଧନା ଶୁଣିବା ପରମେଶ୍ୱର ନାହିଁ, ତେବେ ଆପଣ ଡାକିବେ, ସେ ଶୁଣିବେ ଲେଖାଯାଏ। ଡାକିଲା ସମୟରେ ସେ ଶୁଣନ୍ତି। ସ୍ୱର୍ଗର ଦୂତ ମାନେ ବି ଯେତେବେଳେ ଆରାଧନା ଆହୁରି ଆରାଧନା ବଢେଇଲେ ବି, ଯେତେବେଳେ ଆପଣ ଆରାଧନା କରି ଯେତେବେଳେ ଡାକିବେ, ଅପେକ୍ଷା କରିବେ, ଅର୍ତ୍ତନାଦ କରିବେ, ପ୍ରଭୁ ଶୁଣିବେ, ଆପଣଙ୍କୁ ବଳ ଦେବେ। ପ୍ରଭୁ ଆପଣ ମାନଙ୍କୁ ଦୟା କରନ୍ତୁ। ପ୍ରଭୁଙ୍କ ନିକଟରେ ଆପଣ ଅପେକ୍ଷା କରନ୍ତୁ। ଆଜି ଆପଣ ଆଣ୍ଠୁ ମାରିକି ପ୍ରଭୁଙ୍କ ଠାରୁ ଡାକ ପକାନ୍ତୁ, ପ୍ରଭୁ ତୁମର ବଳ ମତେ ଆବଶ୍ୟକ। ପ୍ରଭୁ ପେଣ୍ଟିକୋଷ୍ଟ ଦିବସରେ ଏମାନେ ଅପେକ୍ଷା କଲେ, ଏମାନେ ଯିବା ଗୁଡିକ ଅଗ୍ନି ସ୍ୱରୂପ ହେଇଗଲା। ଏମାନେ ମୁଖ ଅଗ୍ନି ସ୍ୱରୂପ ହେଇଗଲେ, ସେମାନେ ଶକ୍ତି ପାଇଲେ। ଆଜି ଆମେ ଅପେକ୍ଷା କରିବାକୁ ଅଛି। ଆଜି ଆମେ ପ୍ରଭୁଙ୍କ ଠାରୁ ଅପେକ୍ଷା କରିକି ବଳ ମାଗିବାକୁ ଅଛି। ପ୍ରଭୁ ତମର ବଳ ବିନା ମୁଁ କୁଆଡକୁ ଯିବି? ପ୍ରଭୁ ତମର ବଳ ବିନା ମୁଁ କୁଆଡକୁ କାହା ଥିଲେ ପ୍ରଭୁ ଯୁଦ୍ଧ କରିବି? ପ୍ରଭୁ ପ୍ରଭୁକୁ ଅପେକ୍ଷା କରି ମାଗିବାକୁ ଅଛି, ପ୍ରଭୁ ମତେ ତମେ ବଳ ଦିଅ। ଆପଣ ହସ୍ପିଟାଲକୁ ଗଲେ ସେମାନେ ଭିଟାମିନ ସି, ଭିଟାମିନ ଡି, ଭିଟାମିନ ଇ ଆପଣଙ୍କୁ ଲେଖିବେ। ସିଏ ଆପଣଙ୍କୁ ସେ ଲେଖିବେ।
ଆପଣଙ୍କୁ ସେ ଲେଖିବେ ମୋର ପ୍ରିୟ ଲୋକମାନେ, ସେ ଆପଣଙ୍କୁ ସେ ବଳ ଦେବାକୁ ଚାହାନ୍ତି, ସେ ଆପଣଙ୍କୁ ସେ ବଳ ଦେବାକୁ ଚାହାନ୍ତି ଯୋଉ ବଳ ଜଗତ ଦେଖିପାରିବ ନାହିଁ, ଯୋଉ ବଳ ସେ ଆପଣଙ୍କୁ ଦେବେ, ଯୋଉ ବଳ ଯେ ଆପଣଙ୍କୁ ଯେତେବେଳେ ଦେବେ ଆପଣଙ୍କ ହୁଲିଆ ଚେଞ୍ଜ ହେଇଯିବ, ଆପଣଙ୍କର ଶରୀର ବଦଳିଯିବ, ଆପଣଙ୍କର ସେବା ବଦଳିଯିବ, ଆପଣଙ୍କର ମିନିଷ୍ଟ୍ରି ବଦଳିଯିବ, ଆପଣଙ୍କର ସମସ୍ୟା, ଘରର ସମସ୍ୟା ସବୁ ବଦଳିଯିବ, ଆପଣଙ୍କର ଫାଉଣ୍ଡେସନ ବଦଳିଯିବ, ଆପଣଙ୍କର ଦୁଃଖ ସମୟ ସୁଖରେ ବଦଳିଯିବ, ଆପଣଙ୍କ ନିରାଶ ସମୟରେ ଆପଣ ଯେତେବେଳେ ବଳ ଦେବେ ନିରାଶ ଚାଲିଯିବ। ମୋର ପ୍ରିୟ ଲୋକମାନେ, ସେ ବଳ ଦେବା ପରମେଶ୍ୱର ଅଟନ୍ତି। ଯେତେବେଳେ ସେ ଆପଣଙ୍କୁ ବଳ ଦେବେ ଜଗତ ହେଇଗଲ ତାକୁ ଚିହ୍ନିବ ନାହିଁ, ଜଗତ ସେମାନଙ୍କୁ ଚିହ୍ନିବ ନାହିଁ। ମୋର ପରମେଶ୍ୱର ସେ ଆପଣଙ୍କୁ ବଳ ଦେବାକୁ ଚାହାନ୍ତି। ପ୍ରଭୁଙ୍କ ଠାରୁ ଆଣ୍ଠୁ ପାତନ୍ତୁ, ପ୍ରଭୁ ତମର ବଳ ବିନା ମୁଁ କୁଆଡକୁ ଯିବି ପ୍ରଭୁ। ପ୍ରଭୁ ସେ ପବିତ୍ର ଆତ୍ମାର ମତେ ସେ ବଳ ଦିଅ ପ୍ରଭୁ। ସେ ବଳ ଆପଣଙ୍କୁ ସମସ୍ୟାକୁ ଚେଞ୍ଜ କରିଦବ। ସେଇ ବଳ ଆପଣଙ୍କ ସମସ୍ୟାକୁ ସେ ସମାଧାନ କରିଦବ। ସେଇ ବଳ ଯେତେବେଳେ ପ୍ରଭୁ ଆପଣଙ୍କୁ ଦେବେ, ମୋର ପ୍ରିୟ ଲୋକମାନେ, ସେ ଆପଣଙ୍କୁ କେବେ ଛାଡିବେ ନାହିଁ। ସେ ଯେତେବେଳେ ଆପଣଙ୍କୁ ବଳ ଦେବେ ସେ ଭାବିବେନି ଆର ଏଜୁକେଟେଡ କେତେ ଅଛି, ସେ କେତେ ହାଇ କ୍ୱାଲିଟିର ପାଠ ପଢିଛି। ପ୍ରଭୁ ଯେତେବେଳେ ବଳ ଦେବେ ସେ ଆପଣଙ୍କୁ ହୃଦୟକୁ ଦେଖିକି ବଳ ଦେବେ। ନିରାଶ ସମୟରେ ସେ ବଳ ଦେବେ, ହତାଶ ସମୟରେ ସେ ଆପଣଙ୍କୁ ସାହସ କରିବେ। ପ୍ରଭୁ ଆପଣଙ୍କୁ ବଳ ଦେବାକୁ ଚାହାନ୍ତି। ଏ ପ୍ରଭାତ ଆପଣଙ୍କ ଜୀବନରେ ସେ ବଳ ଅଭିଷେକ ରିଲିଜ, ଏ ପ୍ରଭାତ ସମୟରେ ସମସ୍ତ ଉପରେ ସେଇ ବାକ୍ୟର ଅଭିଷେକ ରିଲିଜ ହଉ। ସେ ପ୍ରଭାତ ସମୟରେ ତମର ଆତ୍ମା ଢାଳି ଦିଅ ପାଇଁ ପ୍ରାର୍ଥନା କରୁଛି ପରମେଶ୍ୱର। ପ୍ରଭୁ ତମର ବଳ ବିନା ମୁଁ କିଛି କରିପାରେ ନାହିଁ ପ୍ରଭୁ, ତମର ବଳ ବିନା ମୁଁ କିଛି କରିପାରେ ନାହିଁ ପ୍ରଭୁ। ସେଥିପାଇଁ ଆମେ ପ୍ରଭୁଙ୍କ ନିକଟରେ ବଳ ମାଗିବାକୁ ଅଛି। ବଳ ଯେତେବେଳେ ମାଗିବା ଆପଣଙ୍କୁ ପ୍ରଭୁ ବଳ ଦେବେ, ନୂଆ ନୂଆ ବଳ ଦେବେ, ନୂଆ ନୂଆ ବଳ ଦେବେ। କେହି ଚାଲ ପ୍ରଭୁ ବହୁଳ ରୂପରେ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରିବାକୁ ଚାହାନ୍ତି। ଏହି ଚାଲ ପ୍ରଭୁ ବାକ୍ୟ ଦ୍ଵାରା ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।